ଲୋକଙ୍କ ସରକାରର ଏହା ଦ୍ୱିତୀୟ ବଜେଟ୍। ଗତ ବର୍ଷ ଓଡ଼ିଶାବାସୀ ଏକ ଐତିହାସିକ ଓ ନିର୍ଣ୍ଣାୟକ ରାୟ ଦ୍ୱାରା ଆମ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଆମ ସରକାର ରାଜ୍ୟର ଐତିହ୍ୟ ଓ ଲୋକାଚାର ପ୍ରତି ସଯତ୍ନ ସମ୍ମାନ ପ୍ରଦାନ ସହ ଜନସାଧାରଣଙ୍କର ସୁରକ୍ଷିତ ଭବିଷ୍ୟତ ନିମନ୍ତେ ଦୃଢ଼ ପ୍ରତିବଦ୍ଧ। ଦ୍ରୁତ ପରିବର୍ତ୍ତନ, ଦ୍ରୁତ ଅଗ୍ରଗତି ଏବଂ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ମତଦାନ କରିଥିଲେ। ସେମାନେ ଏପରି ସରକାର ଚାହୁଁଥିଲେ ଯାହାଙ୍କ ଉପରେ ସେମାନେ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବେ। ଆମ ସରକାର ସେମାନଙ୍କର ଆଶା ପୂରଣ କରିବାରେ ଅହରହ ଉଦ୍ୟମରତ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆମର ଜାତୀୟ ଅର୍ଥନୀତି କ୍ରମାଗତ ଭୂ ରାଜନୈତିକ ଅସ୍ଥିରତା ଏବଂ ନିମ୍ନ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ସମୟରେ ସମସ୍ତ ପ୍ରମୁଖ ବିଶ୍ୱ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିପାରିଛି। 2024-25 ଆର୍ଥିକ ବର୍ଷର ଆକଳନ ଅନୁଯାୟୀ ବାସ୍ତବ ହିସାବରେ ଜାତୀୟ ଅଭିବୃଦ୍ଧି ହାର 6.4% ଥିବାବେଳେ ଆମ ରାଜ୍ୟ ଅର୍ଥନୀତି 7.2% ଅଭିବୃଦ୍ଧି ହାସଲ କରିବ। ମଧ୍ୟମ ଅବଧିରେ ରାଜ୍ୟ ଅର୍ଥନୀତି 8%ରୁ ଅଧିକ ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଆମ ସରକାର ଆମର ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ମୂଳମନ୍ତ୍ର ସବକା ସାଥ ସବକା ବିକାଶ ଅନୁଯାୟୀ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି, ଅଧିକ ନିଯୁକ୍ତି, ସୁଯୋଗ ସୃଷ୍ଟି ତଥା ସନ୍ତୁଳିତ ଆଞ୍ଚଳିକ ବିକାଶ ହାସଲ ପାଇଁ ପଦକ୍ଷେପ ନେଉଛନ୍ତି। ନିକଟରେ ଆମେ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ କରି ଆମ ସଂସ୍କୃତି, ଖାଦ୍ୟଶୈଳୀ ଓ ଐତିହ୍ୟକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରିଛୁ। ଉତ୍କଳ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାକୁ କେବଳ ସୁଯୋଗର ଭୂମି ନୁହେଁ ବରଂ ପୁଞ୍ଜିନିବେଶର ଚରମ ଗନ୍ତବ୍ୟସ୍ଥଳ ଭାବରେ ଦର୍ଶାଯାଇଛି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ 20ରୁ ଅଧିକ କ୍ଷେତ୍ରରେ 593ଟି ପ୍ରକଳ୍ପ ମିଳିପାରିଛି, ଯେଉଁଥିରେ ମୋଟ 16,73,000 କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି, ଯାହାଦ୍ୱାରା ଆମ ଯୁବବର୍ଗଙ୍କ ପାଇଁ 12,88,000 ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ, ଯାହା ସମସ୍ତ ଜିଲ୍ଲାର ସମତୁଲ ପ୍ରଗତି ପାଇଁ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମ ସରକାର ସମୃଦ୍ଧ ଓଡ଼ିଶା 2036ର ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ଆମେ $500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବାର ଆଶା ରଖିଛୁ। ବିକଶିତ ଓଡ଼ିଶା ପାଇଁ ଆମର ଦୃଷ୍ଟିକୋଣ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ। ଆମେ ଓଡ଼ିଶାକୁ ବିକଶିତ ଭାରତ 2047ର ଅଭିବୃଦ୍ଧି ପାଇଁ ଏକ ଇଞ୍ଜିନ ଭାବରେ ପରିକଳ୍ପନା କରିଛୁ। ଆମେ 2047 ସୁଦ୍ଧା $1.5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ହେବାକୁ ଆଶା ରଖିଛୁ। ସରକାର ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବା ପାଇଁ ଏକ ସାମଗ୍ରିକ ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ଏହି ବଜେଟ୍ରେ ସେଥିମଧ୍ୟରୁ କେତେକ ପଦକ୍ଷେପକୁ ରୂପରେଖ ଦିଆଯିବ। ଓଡ଼ିଶାର ବିକାଶ ସହିତ ଆମେ ସହରୀକରଣ ଯୋଜନା କରିବୁ, ଯାହା ଅଭିବୃଦ୍ଧିର ଇଞ୍ଜିନ ଭାବରେ କାର୍ଯ୍ୟ କରିବ। କୃଷି ଆୟ ବୃଦ୍ଧି ପାଇଁ ସର୍ବାଧିକ ଚାଷ ଜମିକୁ ଜଳସେଚନ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯିବ। ଭାରତ ସରକାରଙ୍କର ସହାୟତାରେ ରାଜ୍ୟରେ ସଡ଼କ, ରେଳପଥ ଏବଂ ବିମାନ ବନ୍ଦର କ୍ଷେତ୍ରର ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସୁଦୀର୍ଘ ଉପକୂଳ ଓଡ଼ିଶା ପାଇଁ ଏକ ସୁଯୋଗ। ଏହି ସୁଯୋଗର ଉପଯୋଗ ଦ୍ୱାରା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରି ଆମେ ବନ୍ଦର ଭିତ୍ତିକ ବିକାଶ ଉପରେ ଗୁରୁତ୍ୱ ଦେବୁ, ଯାହାଦ୍ୱାରା ଆମେ ଆନ୍ତର୍ଜାତୀୟ ସପ୍ଲାଇ ଚେନ୍ ସହିତ ଯୋଡ଼ି ହୋଇପାରିବୁ। ଏହା ଅର୍ଥନୈତିକ ଅଭିବୃଦ୍ଧି ସହିତ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ। ଆମେ ବୟନଶିଳ୍ପ, ପୋଷାକ ତିଆରି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଭଳି ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ଏବଂ ନୂତନ ଯୁଗର ଶିଳ୍ପ ଉପରେ ଗୁରୁତ୍ୱ ଦେବୁ। ରାଜ୍ୟରେ ଏକ ଦକ୍ଷ ଏବଂ ଉଚ୍ଚଶିକ୍ଷିତ ଶ୍ରମଶକ୍ତି ରହିଛି ଏବଂ ଆମେ ସ୍କିଲ୍ଡ ଇନ୍ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ
ସ୍କିଲିଂ ଫର ଦ ୱାର୍ଲଡ ଭାବରେ ପ୍ରତିଷ୍ଠିତ କରିବୁ। ସେବା କ୍ଷେତ୍ରରେ ସରକାର ITES ଏବଂ ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ଏବଂ ରାଜ୍ୟର Tier 2 ଏବଂ Tier 3 ସହର ଉପରେ ମଧ୍ୟ ଧ୍ୟାନ ଦେବେ। ଆମ ସରକାର ସୁଭଦ୍ରା ଭଳି ବିଭିନ୍ନ ଯୋଜନା ଦ୍ୱାରା ନାଗରିକମାନଙ୍କର ପାଇଁ ଏକ ସୁଦୃଢ଼ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ମେଧାବୃତ୍ତି ଭତ୍ତା ବୃଦ୍ଧି ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ ଅଧିକ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଅଧିକ ଅର୍ଥ ବରାଦ କରାଯାଇଛି। ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଦ୍ୱାରା ଆମେ ଏକ ଦକ୍ଷ ଏବଂ ସୁସ୍ଥ ସମାଜ ସୁନିଶ୍ଚିତ କରିବୁ, ଯେଉଁମାନେ ଆମ ରାଜ୍ୟର ଅଭିବୃଦ୍ଧିରେ ଯୋଗଦାନ କରିପାରିବେ। ରାସ୍ତାଘାଟ, ପକ୍କା ଘର, ବିଜୁଳି, ପାନୀୟ ଜଳ, ଟେଲିକମ୍ ସେବା, କ୍ରୀଡ଼ା ଭିତ୍ତିଭୂମି ଓ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ଏବଂ ସମସ୍ତଙ୍କ ପାଇଁ ଜୀବିକା ସୁଯୋଗ ପ୍ରଦାନ କରି ଜୀବନ ଧାରଣର ମାନରେ ଉନ୍ନତି ଆଣିବା ପାଇଁ ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜିନିବେଶ କରିବୁ। ଆମର ଲକ୍ଷ୍ୟ ଉଚ୍ଚାକାଂକ୍ଷୀ ତଥାପି ହାସଲଯୋଗ୍ୟ। ଆମେ କଠିନ ପରିଶ୍ରମ କରିବୁ, ଆମେ ଏକାଠି କାମ କରିବୁ ଏବଂ ଆମେ ଆମର ଲକ୍ଷ୍ୟ ହାସଲ କରିବୁ। ଚାଣକ୍ୟଙ୍କର ନୀତି ସୂତ୍ର ମଧ୍ୟ କହେ, କାର୍ଯ୍ୟ ପୁରୁଷ କରେଣ ଲକ୍ଷ୍ୟମ୍ ସମ୍ପାଦୟତେ, ଅର୍ଥାତ୍ ଦୃଢ଼ ମାନବ ପ୍ରୟାସ ଦ୍ୱାରା କାର୍ଯ୍ୟ ନିଶ୍ଚିତ ରୂପେ ସମ୍ପନ୍ନ ହୋଇଥାଏ। 2036 ସୁଦ୍ଧା ବାର୍ଷିକ ମାଛ ଉତ୍ପାଦନ 33 ଲକ୍ଷ ମେଟ୍ରିକ୍ ଟନ୍, ବାର୍ଷିକ ଅଣ୍ଡା ଉତ୍ପାଦନ 1000 କୋଟି ଏବଂ ଦୈନିକ କ୍ଷୀର ଉତ୍ପାଦନ 165 ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। 2036 ସୁଦ୍ଧା ଆମେ ସାମୁଦ୍ରିକ ଖାଦ୍ୟ ରପ୍ତାନୀକୁ ବାର୍ଷିକ 25,000 କୋଟି ଟଙ୍କାକୁ ବୃଦ୍ଧି କରିବୁ। ଏହାଦ୍ୱାରା କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧି ହେବ ନାହିଁ, ବରଂ ସେମାନଙ୍କର ପିଲାମାନଙ୍କର ପୋଷଣ ଆବଶ୍ୟକତା ମଧ୍ୟ ସ୍ଥାୟୀ ଭାବେ ପୂରଣ ହେବ। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ 1,909 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ବୈଜ୍ଞାନିକ ପ୍ରଣାଳୀରେ ମତ୍ସ୍ୟ ଚାଷ, ମତ୍ସ୍ୟ ବିହନ ହାଚେରୀ, ଫାର୍ମ ପୋଖରୀ, ସଘନ ମାଛ ଚାଷ, ମତ୍ସ୍ୟ ଯନ୍ତ୍ରପାତି ଏବଂ ଉପକରଣର ଲୋକପ୍ରିୟତା, ମାଛ ଧରା ନିଷେଧ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା ଇତ୍ୟାଦି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନା ପାଇଁ ମୁଁ 235 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦେଉଛି। ଆମ ସରକାର ଅମଳ ପରବର୍ତ୍ତୀ ଉତ୍ତମ ପରିଚାଳନା ଏବଂ କ୍ଷତି ହ୍ରାସ, ମାଛଧରା ବନ୍ଦର ତଥା ମାଛ ଅବତରଣ କେନ୍ଦ୍ରର ଆଧୁନିକୀକରଣ, ଉପଭୋକ୍ତାଙ୍କ ଉତ୍ତମ ମାନର ମାଛ ଯୋଗାଇବା, ମତ୍ସ୍ୟଜୀବୀମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ଖୁଚୁରା ସ୍ୱଚ୍ଛ ମାଛ ବଜାର ନିର୍ମାଣ ଏବଂ ମୋବାଇଲ ରୋଗ ଓ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ଅର୍ଥ ବିନିଯୋଗ କରୁଛନ୍ତି। ମତ୍ସ୍ୟ ଚାଷ କ୍ଷେତ୍ରରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମତ୍ସ୍ୟଜୀବୀଙ୍କୁ ଉତ୍ତମ ମୂଲ୍ୟ ଏବଂ ଭ୍ରାମ୍ୟମାଣ ରୋଗ ଓ ଡାଇଗ୍ନୋଷ୍ଟିକ୍ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି। 2025-26 ଆର୍ଥିକ ବର୍ଷରେ ଭିତ୍ତିଭୂମି ବିକାଶ ଯୋଜନା ଅଧୀନରେ 140 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି। ମୁଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ 250 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖିଛି, ଯାହା ଅମଳ ପରବର୍ତ୍ତୀ ପରିଚାଳନା ଏବଂ ମତ୍ସ୍ୟଚାଷୀଙ୍କ ଆୟ ସମେତ ମୂଲ୍ୟ ଶୃଙ୍ଖଳାର ଆଧୁନିକୀକରଣ ଏବଂ ସୁଦୃଢ଼ୀକରଣର ସହାୟତା ହେବ। ଏହି ଯୋଜନା ଅଧୀନରେ ଆମେ ସମ୍ବଲପୁରରେ ଥିବା ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଅସ୍ତରଙ୍ଗ ମାଛଧରା ବନ୍ଦରର ଉନ୍ନତୀକରଣ ଓ ଆଧୁନିକୀକରଣ କାର୍ଯ୍ୟ କରିବୁ। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର କୃଷକମାନଙ୍କୁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରିବା, ବାଛୁରୀ ଖାଦ୍ୟ ଓ ଗୋଖାଦ୍ୟ ଉତ୍ପାଦନ ପାଇଁ ସବସିଡି ପ୍ରଦାନ, ଗାଈମାନଙ୍କ ପାଇଁ ବୀମା ସହାୟତା ଏବଂ ଦୁଗ୍ଧ ଉତ୍ପାଦନ ହ୍ରାସ ସମୟରେ କ୍ଷୀର ଯୋଗାଣ ନିମନ୍ତେ ନଗଦ ପ୍ରୋତ୍ସାହନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ 140 କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହା ବ୍ୟତୀତ କୁକୁଡ଼ା ଓ କ୍ଷୁଦ୍ର ପ୍ରାଣୀ ବିକାଶ ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅଧୀନରେ 171 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଘରୋଇ ଗୋଶାଳାମାନଙ୍କୁ ସହାୟତା ପ୍ରଦାନ, ନୂତନ ଗୋଶାଳା ପ୍ରତିଷ୍ଠା ଏବଂ 24ଟି ସହରରେ ବୁଲା ପଶୁ ଉଦ୍ଧାର ଏବଂ ଯତ୍ନ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷକ କଲ୍ୟାଣ ଯୋଜନା ଅଧୀନରେ 34 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୋମାତା ଯୋଜନା ଅଧୀନରେ ପଶୁ ରୋଗ ନିୟନ୍ତ୍ରଣ, ତୁରନ୍ତ ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ସହିତ ପ୍ରାଣୀ ଚିକିତ୍ସାଳୟ,
डिस्पेंसरी प्राणीधन सहायता केन्द्र तथा मोबाइल भेटेरिनारी यूनिट माध्यम कृषक मान घरे घरे प्राणी चिकित्सा जगै देवा 55 कोटी टंका व्यय बराद करा जायछि। यह व्यतीत जातीय पशु संपद मिशन पशु संपद स्वास्थ्य रोग नियंत्रण कार्यक्रम एवं पशु संपद जनगणना एवं समन्वित नमूना सर्वेक्षण परि विभिन्न केंद्रीय योजना अधीन 155 कोटी टंका आवंटन करा जायछि। भारतर एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन धान पनीपरिबा और डाली जातीय फसल पाई लाभदायक अमल बढ़ाए रोग कमाए आज ही जमी रे प्रयोग करंतु जोगाजोग पाई 9937054201 नंबर को डायल करंतु। आम सह जोड़ी हेबा पाई आमको लाइक फॉलो और सब्सक्राइब करंतु। अधिक अपडेट पाई विजिट करंतु आम वेबसाइट thequiver.in।